ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଗ୍ରନ୍ଥରେ କେତେଗୁଡ଼ିଏ କହିଯାଇଛନ୍ତି କଥା, ଯେପରିକି ଗୋଟିଏ ଲୋକକୁ ବୃଦ୍ଧି କିମ୍ବା ଅପମାନ ଦ୍ୱାରା ତାକୁ ଛୋଟଲୋକ ଭାବିବା ଏହା ଏକ ବୁଦ୍ଧିମାନର ପରିଚୟ ହୋଇନଥାଏ, ଏହା ଏକ ମୂର୍ଖାମିର ପରିଚୟ ହୋଇଥାଏ। ଆଉ ଏହାକୁ ବୁଝିବା ଆମର କର୍ତ୍ତବ୍ୟ ଅଟେ। କାହିଁକି ନା ଆଜିର ଏହି ଦୁନିଆରେ ଅନେକ ଲୋକ ବା ଅନେକ ବ୍ୟକ୍ତି ନିଜର ଭାବନା ଏବଂ ନକାରାତ୍ମକ ଶକ୍ତି ଦ୍ୱାରା ଅନେକ ଜାଲରେ ଫସି ଯାଉଛେ, ଯାହାଫଳରେ ସେଠାରୁ ବାହାରିବା ବହୁତ କଷ୍ଟକର ହୋଇଥାଏ। ସାଙ୍ଗମାନେ, ଦୁନିଆରେ ଭଲରେ ରହିବାକୁ ଚାହୁଁଥିଲେ ନିଜର ପରିଶ୍ରମ ଉପରେ ଧ୍ୟାନ ରଖନ୍ତୁ। ଲୋକଙ୍କ କଥା ଉପରେ କେବେ ବି ଧ୍ୟାନ ରଖନ୍ତୁ ନାହିଁ। ତେଣୁ ଲୋକଙ୍କ କଥାରେ କେବେ ବି ବିଶ୍ୱାସ ମଧ୍ୟ କରିବ ନାହିଁ। କାହିଁକି ନା ଆଜିକାଲିକା ଲୋକଙ୍କ ବାହାରେ ସିନା କିଛି ଅକୁହା କଥା କହିଦେଇଥାନ୍ତି, କିନ୍ତୁ ଭିତରେ ତାଙ୍କର ବିଷ ହିଁ ବିଷ ଭରି ରହିଥାଏ। କିନ୍ତୁ ତାହା ଆମକୁ କେବେ ବି ଜଣା ପଡ଼ିନଥାଏ। ତାହା ଆମକୁ ସେତେବେଳେ ଜଣାପଡ଼ିଥାଏ ଯେତେବେଳେ କୌଣସି ଏକ ଖରାପ ପରିସ୍ଥିତିରେ ସେମାନେ ଆମ ସାଥ ଛାଡ଼ି ଦେଇଥାନ୍ତି ଏବଂ ଅନେକ ଖରାପ ଭାଷାରେ ମଧ୍ୟ ଗାଳିଗୁଲଜ କରିଥାନ୍ତି। ତ ସାଙ୍ଗମାନେ, ଏହିପରି ଲୋକଠାରୁ ସବୁବେଳେ ଦୂରେଇ ରହିବାକୁ ହିଁ ଚେଷ୍ଟା କରନ୍ତୁ, ନଚେତ୍ ଆପଣଙ୍କ ଜୀବନରେ କେବେ ବି ସଫଳତାର ରାସ୍ତା ଦେଖାଦେବ ନାହିଁ। ସାଙ୍ଗମାନେ, ଏହି ଦୁନିଆରେ ଯଦି ଆପଣ କୌଣସି ଲୋକକୁ ଇଗ୍ନୋର କରିବେ ନା, ତେବେ ଆପଣ ହିଁ ସଫଳତା ହାସିଲ କରିପାରିବେ, ନଚେତ୍ ଏହା ବିନା କେବେ ବି ସଫଳତା ପାଇପାରିବେ ନାହିଁ। ତ ସାଙ୍ଗମାନେ, ସେଥିପାଇଁ ମୁଁ ଏହି ଭିଡ଼ିଓରେ ଆଣିଦେଇଛି ଆପଣଙ୍କ ପାଇଁ ଏକ ନୂଆ ଟପିକ୍। ତ ସେହି ଟପିକ୍ଟି ହେଉଛି, ଯେଉଁ ବ୍ୟକ୍ତି ତା'ର ଜୀବନରେ ଏହି 5ଟି ଲୋକଙ୍କୁ ଇଗ୍ନୋର କରିଥାଏ ନା, ତ ସେହି ବ୍ୟକ୍ତି ହିଁ ତା'ର ଜୀବନରେ ବହୁତ ସଫଳତା ହାସିଲ କରିପାରିଥାଏ। ଆଉ ଶେଷରେ ସେ ହିଁ ଅସଲି ଖେଳାଳି ହୋଇଯାଇଥାଏ। ହଁ ଆଜ୍ଞା, ଏହା ଏକ ଇଗ୍ନୋର ନୁହେଁ, ବରଂ ଏହା ଏକ ଜୀବନର ରାସ୍ତାକୁ ମଧ୍ୟ ଖୋଲିବାକୁ ଚେଷ୍ଟା କରିଦେଇଥାଏ। ତେଣୁ ଭିଡ଼ିଓକୁ ଫାଷ୍ଟରୁ ଲାଷ୍ଟ ଯାଏଁ ନିଶ୍ଚୟ ଦେଖନ୍ତୁ। କିଛି ନା କିଛି ଉପାୟ ଶିଖିପାରିବେ। ପ୍ରଥମରେ, ଆପଣ ଯଦି କୌଣସି ଏକ କାର୍ଯ୍ୟରେ ଅସଫଳ ହେଉଛନ୍ତି, ସେ ଏକ୍ଜାମ ହେଉ କିମ୍ବା ପରୀକ୍ଷା ହଲ୍ ହେଉ କିମ୍ବା ଯାହା ବି ହେଉଛି ହେଉ, ଯଦି ସେହି କାମରେ ଅସଫଳ ହେଉଛନ୍ତି, ତେବେ ଆପଣଙ୍କ ପାଇଁ ସଫଳତାର ରାସ୍ତା ଦିନେ ନା ଦିନେ ଖୋଲିଯିବ। କାହିଁକି ନା ଏହି ଦୁନିଆରେ ଯିଏ ଅଧିକ ପରିଶ୍ରମ କରିଥାଏ, ତା'ର ଫଳ ଭଗବାନ ଦିନେ ନା ଦିନେ ନିଶ୍ଚିତ ଦେଇଦିଅନ୍ତି। ଏବଂ ଧୈର୍ଯ୍ୟ, ସାଙ୍ଗମାନେ, ସବୁବେଳେ ଧୈର୍ଯ୍ୟକୁ ହିଁ ରଖି କାମ ଚଳାଇବା ଉଚିତ ଅଟେ। ଆଉ ସମୟକୁ ମଧ୍ୟ। କାହିଁକି ନା ସମୟ ହେଉଛି ଏପରି ଏକ ଜିନିଷ, ସିଏ ଚାଲିଗଲେ ନା ଆଉ କେବେ ବି ଫେରି ନଥାଏ। ତେଣୁ ସମୟକୁ ଜଗି ରଖିକି କାମ କରିବା ଆମର ପରିଚୟ ଅଟେ। ଚାଣକ୍ୟ ତାଙ୍କର ଗ୍ରନ୍ଥରେ ଆହୁରି ମଧ୍ୟ କହିଛନ୍ତି ଯେ, ମନୁଷ୍ୟର ନିଜର ବୁଦ୍ଧି ଏବଂ ତା'ର ବଳ ହିଁ ମାନସିକ ଦୃଢ଼ତାର କାର୍ଯ୍ୟକାରୀ ଅଙ୍ଗ ଅଟେ। ତେଣୁ ସାଙ୍ଗମାନେ, କୌଣସି କାମ ଅସଫଳ ହେଇଲାନି ବୋଲି କୁହନ୍ତୁ ନାହିଁ। ସେହି କାମ ଆପଣଙ୍କ ଦ୍ୱାରା ଦିନେ ନା ଦିନେ ହୋଇପାରିବ। ତ ସାଙ୍ଗମାନେ, କୌଣସି କାମ କରିବା ପୂର୍ବରୁ କେବେ ମଧ୍ୟ ଭାବନ୍ତୁ ନାହିଁ ଯେ
ମୋ ଦ୍ୱାରା ସେହି କାମଟି ହୋଇପାରିବ ନାହିଁ। ଆପଣ ଯଦି ଫାଷ୍ଟରୁ ସେହି କଥାଟି ଭାବିଦେବେ, ତେବେ କୌଣସି କାର୍ଯ୍ୟରେ ବି ଆପଣ ସଫଳତା ହାସିଲ କରିପାରିବେ ନାହିଁ। ଯେଉଁ କାମକୁ ବି ଯାଉଛନ୍ତି ହସ ଖୁସିରେ ଯାଆନ୍ତୁ, ଆଉ ସେହି କାମଟିକୁ ଏପରି ଲକ୍ଷ୍ୟ ରଖନ୍ତୁ ଯେ ଆପଣ ଭାବିବେ ଯେ ଏହି କାମଟି ମୁଁ ନିଶ୍ଚୟ କରିଦେଇପାରିବି। ତାହେଲେ ଯାଇକି ଆପଣ ସେଇଦିନ ହିଁ ସେହି କାମକୁ ଶେଷ କରିପାରିବେ। ତ ସାଙ୍ଗମାନେ, ସବୁ କାମରେ, ସବୁ କାର୍ଯ୍ୟରେ ଜିଦ୍ ରହିବା ନିହାତି ଆବଶ୍ୟକ ଅଟେ। ଜିଦ୍ ବିନା କୌଣସି କାମ କରିବା ଅସମ୍ଭବ ହୋଇପଡ଼େ। ସାଙ୍ଗମାନେ, ଜିଦ୍ ରଖନ୍ତୁ ସବୁ କାମରେ। ଜିଦ୍ ହେଉଛି ଏକ ଜିନିଷ ଅଟେ। ଜିଦ୍ ମନେକର କୌଣସି କାର୍ଯ୍ୟରେ ନାହିଁ, ତେବେ ଆପଣ ସେହି କାର୍ଯ୍ୟରେ ଅସଫଳ ହେବା ସୁନିଶ୍ଚିତ ଅଟେ। ଜିଦ୍ ରହିବା ନିହାତି ଆବଶ୍ୟକ ଅଟେ। ତ ଆପଣ ଏହି କାମ କରିବା ଦ୍ୱାରା ଇଗ୍ନୋର ମଧ୍ୟ କରିପାରିବେ। ଆଉ ଏହା ନୁହେଁ କି ଯେ ଇଗ୍ନୋର କରିବା ଏକ ଲଢ଼େଇ ଅଟେ। ତ ସାଙ୍ଗମାନେ, ଲଢ଼େଇ କରିବା ଏକ ବେଆଇନ କାମ ଅଟେ। କାରଣ ଲଢ଼େଇ କରିବା ଏକ ଅପରାଧ ମଧ୍ୟ ହୋଇପାରେ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଗ୍ରନ୍ଥରେ କହିଥିଲେ କି ଲଢ଼େଇ ଯିଏ କରିନଥାଏ ସିଏ ହେଉଛି ଏହି ଦୁନିଆର ସବୁଠୁ ବୁଦ୍ଧିମାନ ବ୍ୟକ୍ତି। ଆଉ ସେ ହିଁ ଏହି ଦୁନିଆରେ ବହୁତ ଆଗକୁ ଯାଇପାରିବ। ତେଣୁ ସାଙ୍ଗମାନେ, ଲଢ଼େଇ କରିବା ଫଳରେ ଆମକୁ କ'ଣ ମିଳିଥାଏ? ସେଥିରୁ କିଛି ବି ମିଳିନଥାଏ। ତେଣୁ ସେଥିରୁ ଦୂରେଇ ରୁହନ୍ତୁ। ସେଥିରୁ ଆମକୁ କ'ଣ ମିଳିବ? ତ ଏହାର ପ୍ରଶ୍ନ କେବେ ବି ସଠିକ୍ ଉତ୍ତର ଦେଇନଥାଏ। ତ ସାଙ୍ଗମାନେ, ମୁଁ କହିବା କଥା ହେଲା କି ସେହିପରି କାର୍ଯ୍ୟରେ ଦୂରେଇ ରୁହନ୍ତୁ। ତାହେଲେ ହିଁ ଯାଇକି ଆପଣ ଦିନେ ନା ଦିନେ ଏମିତି ରାସ୍ତାରେ ପହଞ୍ଚିବେ ଯେ ଲୋକେ କେବେ ବି ଭାବିନଥିବେ ଯେ ଏହି ଲୋକଟି ଏଇଠି ଥିଲା ଆଉ କେତେବେଳେ ସେଠିକୁ ଚାଲିଗଲା। ସାଙ୍ଗମାନେ, ସମୟ କେତେବେଳେ ଲୋକମାନଙ୍କୁ ନେଇ କେଉଁ ଜାଗାରେ ଠିଆ କରିଦେବ ତାହା ଆମେ ବି ଜାଣିପାରିବା ନାହିଁ। ତେଣୁ ନିଜ ଉପରେ ଆଜିଠୁ ଗୋଟିଏ କନଫିଡେନ୍ସ ରଖ ଯେ ମୁଁ ଏହି କାମଟି କରିପାରିବି ଆଉ ଦିନେ ନା ଦିନେ ସକ୍ସେସ୍ ମଧ୍ୟ ହେବି। ତାହେଲେ ଯାଇକି ଆପଣ ଦୁନିଆରେ ସବୁଠାରୁ ଗୋଟିଏ ମହାନ ବ୍ୟକ୍ତି ହୋଇପାରିବେ। ଉଦାହରଣ ହେଉଛି ଚାଣକ୍ୟ। ଯେପରିକି ସେ ତାଙ୍କର ନିଜର ବୁଦ୍ଧି ଏବଂ ବଳ ଦ୍ୱାରା ସବୁକିଛି ଜାଣିପାରୁଥିଲେ। ସାଙ୍ଗମାନେ, କେବେ ବି କୌଣସି କଥାରେ ହାର ମାନନ୍ତୁ ନାହିଁ। କାହିଁକି ନା ଚାଣକ୍ୟ ନୀତିରେ କୁହାଯାଇଛି କି ମନେକର ଗୋଟିଏ ଖେଳରେ ଯେଉଁ ବ୍ୟକ୍ତି ତଳେ ପଡ଼ିକି ମଧ୍ୟ ସେ ବାରବାର ଉଠିକି ଚାଲୁଥାଏ, ସେ ହିଁ ସେହି ଖେଳର ପ୍ରକୃତ ବିଜେତା ହୋଇଯାଇଥାଏ। ତେଣୁ ନିଜର କାମ ଉପରେ ବା କର୍ମ ଉପରେ ବିଶ୍ୱାସ ରଖନ୍ତୁ। ବିଶ୍ୱାସ ହିଁ ଆପଣଙ୍କର ସବୁଠାରୁ ଭଲ ଜିନିଷ ଅଟେ। ବିଶ୍ୱାସ ନଥିଲେ ନା ଏହି ଦୁନିଆ ଆପଣଙ୍କୁ ମୁଣ୍ଡ ନୁଆଁଇବ, ନା ଆପଣ ତାକୁ ମୁଣ୍ଡ ନୁଆଁଇବେ। ବାସ୍ ଆପଣ ଯେମିତି ଅଛନ୍ତି ତାହା ଆପଣଙ୍କ ପାଇଁ ସର୍ବଶ୍ରେଷ୍ଠ ହୋଇପାରେ, କିନ୍ତୁ ଦୁନିଆ ପାଇଁ କେବଳ ଅସମର୍ଥ ବ୍ୟକ୍ତି ହୋଇପାରେ। ତେଣୁ ଆପଣ ଏମିତି କାମ କରନ୍ତୁ ଆଉ ଦୁନିଆକୁ ଏପରି ଦେଖାଇ ଦିଅନ୍ତୁ ଯେ ଆପଣ ଜଣେ ସଚ୍ଚୋଟ ବ୍ୟକ୍ତି। ଆଉ ଏହି ଦୁନିଆରେ ଆପଣଙ୍କର ମହତ୍ତ୍ୱ କ'ଣ ତାହା ମଧ୍ୟ ଏହି ଦୁନିଆକୁ ଜଣାଇ ଦେବାକୁ ଚେଷ୍ଟା କରନ୍ତୁ। ଯେଉଁମାନେ ଆପଣଙ୍କୁ ନୀଚ ଦେଖିବେ ନା, ତ ସେମାନେ ହିଁ ଦିନେ ନା ଦିନେ ତାଙ୍କର ଆଖି ତଳେ ପଡ଼ିଯିବ ଆଉ ସେମାନେ କହିବାକୁ ଲାଗିବେ ଯେ ଏ ଲୋକଟି ଏତେ ଶୀଘ୍ର କେମିତି ବଦଳିଗଲା। ଯଦି ଆପଣ ଧୈର୍ଯ୍ୟ ଆଉ ସମୟକୁ ଅପେକ୍ଷା କରିକି
ନିଜର କର୍ମ କରିଚାଲୁଛନ୍ତି, ତେବେ ସକ୍ସେସ୍ ହେବାରୁ କେହି ବି ରୋକିପାରିବେ ନାହିଁ। ବୁଦ୍ଧିମାନ ବ୍ୟକ୍ତି କେବଳ ସେ ହିଁ ହୋଇଥାଏ, ଯିଏ କାହା କଥା ବି ନ ଶୁଣି କେବଳ ନିଜର ଆତ୍ମାର କଥା ହିଁ ଶୁଣିଥାଏ। ଯଦି ଆପଣଙ୍କର କୌଣସି ସ୍ଥାନରେ ଏକ ରହିବା ପାଇଁ ଘୃଣା ପରି ଲାଗିଥାଏ, ତେବେ ସେହି ସ୍ଥାନରୁ ଆପଣ ନା କହିକି ମଧ୍ୟ ଚାଲି ଆସିବେ। ସାଙ୍ଗମାନେ, ଭୁଲକୁ ଭୁଲ କହିବା ଏକ ଭୁଲ ହୋଇନଥାଏ, ବରଂ ତାହାକୁ ନିଶ୍ଚୟ ଭୁଲ ହିଁ ଭୁଲ କୁହାଯାଇଥାଏ। କାରଣ ଭୁଲ ହେଉଛି ସେହି ବ୍ୟକ୍ତିଙ୍କର, ଯିଏକି କାହା କଥା ନ ଶୁଣି ଆଗେଇ ଯିବାକୁ ଚେଷ୍ଟା କରିଥାଏ, ଆଉ ସେ ହିଁ ସଫଳତା ହୋଇଥାଏ। କିନ୍ତୁ ମୁଁ କହିବା କଥା ହେଲା, ଭୁଲ ତ ତାକୁ ହିଁ କୁହାଯାଏ, ଯିଏ କେବଳ ନିଜ ହିସାବରେ କାମ କରିଥାଏ ଆଉ ଅନ୍ୟ ଜଣକୁ ଦୋଷ ଦେଇଥାଏ। ଏହି ଦୁନିଆକୁ ଆପଣ କେବଳ ଅନ୍ୟମାନଙ୍କୁ ଖୁସି କରିବାକୁ ଆସିନାହାନ୍ତି, ବରଂ ତୁମର ବି ମଧ୍ୟ କିଛି ସ୍ୱପ୍ନ ଅଛି। ତାହାକୁ ହାସିଲ କରନ୍ତୁ, ତାପରେ ଯାଇ ଅନ୍ୟମାନଙ୍କ ମୁହଁରେ ହସ ଫୁଟାଇ ପାରିବେ। ଏହି ଦୁନିଆରେ ସମସ୍ତଙ୍କୁ ସମାନ ନଜରରେ ଦେଖିବା ଆମର ବହୁତ ବଡ଼ କର୍ତ୍ତବ୍ୟ ଅଟେ। ତେଣୁ ସମସ୍ତଙ୍କୁ ସମାନ ନଜରରେ ଦେଖନ୍ତୁ, ସେ ଭଉଣୀ ହେଉ କିମ୍ବା ଭାଇ ହେଉ। ପ୍ରଥମ କରି ନିଜର ଭଉଣୀ ଆଉ ପର ଭଉଣୀ ଏକଥା କେବେ ବି ଭାବନ୍ତୁ ନାହିଁ। ଯଦି ଏକଥା ଆପଣ ଭାବିବେ, ତେବେ ଦୁନିଆରେ ଚଳିବାଟା ବହୁତ ଅସମ୍ଭବ ହୋଇପଡ଼ିଥାଏ। ନିଜର ଭଉଣୀ ହେଉଛି ଗୋଟିଏ ପର ଭଉଣୀ ପରି। ତ ସାଙ୍ଗମାନେ, ଏହିପରି ଦୃଷ୍ଟିରୁ ଜଣାଯାଏ ଯେ କି ଭଉଣୀ ହେଉଛି ଗୋଟିଏ ଦେବତା ପରି, ଯାହାକି ସେ ସମସ୍ତଙ୍କର ମନକୁ ବୁଝିପାରେ। ତେଣୁ କେବେ ହେଲେ ବି ସେହି କାମ କରନ୍ତୁ ନାହିଁ। ତୃତୀୟରେ, ଆମ ପ୍ରତି ଅମଙ୍ଗଳ ଚାହୁଁଥିବା ବ୍ୟକ୍ତି, ସିଏ ସବୁବେଳେ ଆମ ଉପରେ ଏକ ପ୍ରତିଶ୍ରୁତି ଆଣିଦେଇଥାଏ, ଯାହାଫଳରେ ସେ ସବୁ କାର୍ଯ୍ୟରେ କେବଳ ଆମର ହିଁ ଅମଙ୍ଗଳ ଚିନ୍ତା କରିଥାଏ ଆଉ କହିବାକୁ ଲାଗିଥାଏ ଯେ ଏହି ବ୍ୟକ୍ତିଟି ତା'ର ଜୀବନରେ କେବେ ବି ସକ୍ସେସ୍ ବା ସଫଳତା ହେଇପାରିବ ନାହିଁ। କିନ୍ତୁ ଆପଣ ତାହାର ଜବାବକୁ ସାକ୍ଷୀ ରଖି ଯଦି ଆପଣ ସେହି କାମଟିକୁ ଜବାବର ସହିତ କରିପାରିବେ, ସେଥିପାଇଁ ଆପଣ ବହୁତ ପରିଶ୍ରମ ମଧ୍ୟ କରିବାକୁ ପଡ଼ିଥାଏ। ସେହି କାମ ଜିତିବା ପାଇଁ ହେଲେ ଆପଣଙ୍କୁ ଗୋଟିଏ ଜିଦ୍ ରଖନ୍ତୁ ଯେ ସେହି କାମଟି ମୁଁ ଜିତିବି, ଆଉ ସେହି ଲୋକକୁ ମୁଁ ଦିନେ ନା ଦିନେ ମୋ ଔକାତ ଦେଖେଇଦେବି। ତାହେଲେ ଯାଇକି ଆପଣ ଜିତିପାରିବେ, ନଚେତ୍ ହାରି ଯାଇପାରିବେ ମଧ୍ୟ। ଯଦି ଆପଣ ଏକ କାମରେ ସଫଳତା ପାଇବାକୁ ଚାହୁଁଛନ୍ତି, ତେବେ ସେଥିରେ ଥିବା କିଛି ସମସ୍ୟାମାନ ଆପଣଙ୍କ ମାଇଣ୍ଡରୁ ବାହାର କରିବାକୁ ପଡ଼ିବ। ତାହେଲେ ଯାଇକି ଆପଣ ସେହି କାମରେ ନିଶ୍ଚୟ ସକ୍ସେସ୍ ହୋଇପାରିବେ ଆଉ ବହୁତ କିଛି ଆଗକୁ ମଧ୍ୟ ଯାଇପାରିବେ। ଚାଣକ୍ୟ ନୀତିରେ କୁହାଯାଇଛି କି ଯେଉଁ ବ୍ୟକ୍ତି ତା'ର ସୀମା ନିର୍ଦ୍ଧାରଣ କରିଥାଏ ଆଉ କାହା କଥା ବି ନ ଶୁଣି ଆଗକୁ ମାଡ଼ି ଚାଲିଥାଏ, ସେ ବ୍ୟକ୍ତି ହିଁ ଏହି ଦୁନିଆର ବହୁତ ବଡ଼ ବୁଦ୍ଧିମାନ ବ୍ୟକ୍ତି ଭାବରେ ପରିଗଣିତ ହେବାକୁ ଲାଗିଥାଏ, ଆଉ ସେହି ବ୍ୟକ୍ତି ହିଁ ଏହି ଦୁନିଆର ବହୁତ ବଡ଼ ଜ୍ଞାନୀ ମଧ୍ୟ ହୋଇଥାଏ। ଚତୁର୍ଥରେ, ଆପଣ ସଫାଇ କରିବା ଛାଡ଼ି ଦିଅନ୍ତୁ, ନଚେତ୍ ଆପଣ ନିଜକୁ ନିଜେ ଦୁର୍ବଳତା ବୋଲି ମନେ କରିବେ। ଆଉ ସେ ମନେ ମନେ ଭାବିବାକୁ ଲାଗିବେ ଯେ ମୁଁ ଏହା କାହିଁକି କଲି, ଆଉ ସେହି ଲୋକ ସହିତ ମୁଁ କାହିଁକି କଥା ହେବା ବନ୍ଦ କରିଦେଲି। ଆପଣ ଯେବେ ଏହି କଥା
ଭାବିବେ ନା ସେତେବେଳେ ଆପଣଙ୍କ ପାଖରେ ଟାଇମ୍ ନଥିବ, ଆଉ ବୁଝିବା ଶକ୍ତି ମଧ୍ୟ ନଥିବ। ସେଠାରୁ ସବୁକିଛି ଚାଲିଯାଇଥିବ। ତେଣୁ ସାଙ୍ଗମାନେ, ସମୟ ଆଗରୁ ସବୁକିଛି ବୁଝିଦେବା ଆମ ପକ୍ଷେ ବହୁତ କାର୍ଯ୍ୟକାରୀ ମଧ୍ୟ ହୋଇଥାଏ। ତେଣୁ ସମୟକୁ ଜଗି ରଖିକି ହିଁ କାମ କରନ୍ତୁ। ସମୟ ଚାଲିଗଲେ ନା ଆଉ ଫେରି ଆସେ, ନା ସେ କେବେ ବି ଚାଲିପାରେ। ବାସ୍ ଆମେ ହିଁ ତାକୁ ସମୟର ନାଁ ଦେଇକି ତାକୁ ଚଲାଇବାକୁ ଚେଷ୍ଟା କରିଥାଉ। ସେହି ସମୟ, ଯେଉଁ ସମୟରେ ଆମେ ପିଲା ଥିଲୁ, ଆଉ ଏବେ ମଧ୍ୟ ବହୁତ ବଡ଼ ହେଇଗଲୁ। ତ ସାଙ୍ଗମାନେ, ମୁଁ କହିବା କଥା ହେଲା ଯେ ଆମର ସେହି ପିଲାଦିନଟା ଏବେ ଆଉ କ'ଣ ଫେରି ଆସିପାରିବ କି? ତ ସେ ଆଉ ଫେରି ଆସିପାରିବନି। ତେଣୁ ଠିକ୍ ସେହିପରି ଆପଣ ଯଦି କୌଣସି କାର୍ଯ୍ୟ ଭୁଲ କରିଦେଉଛନ୍ତି, ତେବେ ସେହି ଭୁଲର ନିଶ୍ଚୟ ସମାଧାନ ହୋଇପାରିବ। କିନ୍ତୁ ଯେଉଁ ସମୟରେ ଭୁଲ ହୋଇଥିଲା, ସେହି ସମୟ ଆଉ କେବେ ବି ଆମ ଜୀବନରେ ଆସିପାରିବ ନାହିଁ। ପଞ୍ଚମରେ, କେବଳ ନିଜର ଲକ୍ଷ୍ୟ ଉପରେ ଧ୍ୟାନ ଦିଅନ୍ତୁ। କଥାରେ କୁହାଯାଏ, ଆମେ ଯଦି ଗୋଟିଏ ଛୋଟ ଲଢ଼େଇକୁ ଜିତିବାକୁ ଚାହିଁବା, ତେବେ ତାହାକୁ ନିଶ୍ଚୟ ଜିତିପାରିବା। ଆଉ ମଧ୍ୟ କୁହାଯାଏ କି ଛୋଟ ଲଢ଼େଇ ହିଁ ଗୋଟିଏ ବଡ଼ ବଡ଼ ଲଢ଼େଇର ଉଦାହରଣ ହୋଇପାରେ। ସାଙ୍ଗମାନେ, ଧରିନିଅନ୍ତୁ ଆପଣ ଯଦି କୌଣସି କାର୍ଯ୍ୟ କରୁଛନ୍ତି, ସେ ଛୋଟ ହେଉ କିମ୍ବା ବଡ଼ ହେଉ, ସେହି କାର୍ଯ୍ୟରେ ଯଦି ଆପଣ ପ୍ରଥମରେ ସକ୍ସେସ୍ ହେଇଯାଉଛନ୍ତି, ତେବେ ଦ୍ୱିତୀୟ ଆଡ଼କୁ ଯାଉଛନ୍ତି। ଠିକ୍ ସେହିପରି ପ୍ରଥମରେ ଲଢ଼େଇ କରିବା ଏକ ଛୋଟ କଥା ନୁହେଁ, ବରଂ ଆପଣ ସେହି ପ୍ରଥମରେ ବା ପ୍ରଥମ ଲଢ଼େଇରେ ଆପଣ ଯଦି ଜିତିପାରିବେ, ତାହେଲେ ଯାଇକି ଆପଣ ସେକେଣ୍ଡରେ ହୋଇଥିବା ଲଢ଼େଇକୁ ଆଗକୁ ଯାଇପାରିବେ, ଆଉ ଆପଣ ସେହି ଲଢ଼େଇରେ ମଧ୍ୟ ଜିତିପାରିବେ। ଯଦି ଆପଣଙ୍କ ଉପରେ କନଫିଡେନ୍ସ ଅଛି, ତ ଆପଣ କୌଣସି କାମ କରିବା ଅସମ୍ଭବ ହୋଇନଥାଏ। ସେ ଯେତେ ବଡ଼ କାମ ହେଉଛି ନା ହେଉ, ସେହି କାମରେ ଆପଣ ନିଶ୍ଚୟ ସକ୍ସେସ୍ ହେବେ। ତ ସାଙ୍ଗମାନେ, ଆଜିର ଟପିକଟିକୁ ମୁଁ ଏଇଠି ଶେଷ କରୁଛି। ପୁଣି ଦେଖା ହେବା ଆଉ ଗୋଟିଏ ନୂଆ ଭିଡ଼ିଓର ଟପିକ ବିଷୟରେ। ତ ଚାଲନ୍ତୁ, ଏତିକି ଆଜି କହିକି ରହୁଛି। ତ ଧନ୍ୟବାଦ। ସାଙ୍ଗମାନେ, ଭିଡ଼ିଓ ଶେଷରେ ମୋର ଆପଣଙ୍କୁ ବାସ୍ ଗୋଟିଏ ରିକ୍ୱେଷ୍ଟ, ଯଦି ଆପଣଙ୍କୁ ଏହି ଭିଡ଼ିଓଟି ବହୁତ ଭାବରେ ଭଲ ଲାଗିଲା, ତେବେ ମୋର ଏହି ଚ୍ୟାନେଲଟିକୁ ନିହାତି ଭାବରେ ଗୋଟିଏ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅନ୍ କରିକି ରଖିବେ, ଯାହାଫଳରେ ମୁଁ ନେକ୍ସଟ ଭିଡ଼ିଓ ଛାଡ଼ିଲା ମାତ୍ରେ ଆପଣଙ୍କ ପାଖକୁ ନୋଟିଫିକେସନ୍ ସାହାଯ୍ୟରେ ପହଞ୍ଚି ପାରିବ। ଆଉ ବହୁତ ସାରା ଭଲ ପାଇବା ମଧ୍ୟ ଦେବେ। ଆଉ ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ ବକ୍ସରେ ନିଶ୍ଚିତ ଜଣାଇବେ। ରହୁଛି। ଜୟ ଜଗନ୍ନାଥ।